नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपा तमहं वन्दे परमानंद माधवम्। भागवत महापुराण तृतीय स्कंद द्वितीय अध्याय। ए कलिजुगरे प्रत्येक दिन गोटे अध्याय भागवत शुणन्तु। एही भागवत ही आमर सहस्र जन्मर पाप को नष्ट करि देइथाए। चलन्तु शुणिबा। आपण मानंकु जदि मो भिडियोटी भल लागुथाए ताहले सब्सक्राइब करिदेबे एवं बेल आइकन टी को प्रेस करिदेबे, काहेकि ना मो जेकोनोसी भिडियो अपलोड करिबी ताहा आपण मानंक पाखरे प्रथमरे पहुँची जिवो। चलन्तु शुणिबा। श्री शुक उवाच एमन्ते विदुर वचन शुणि उद्धव हत ज्ञान। कृष्ण चरणे मन देई उत्कंठे न पारई कही। 5 बरसे तांक माता प्रांते जे मने कला चिंता। कृषि चिंतारे देई मन मुहूर्ते होइला मौन। तक्षणे देह भाव छाड़ी कृष्ण भक्ति भावे बुड़ी। कृष्ण चरणे देई मन उद्धव करई रोदन। कृष्ण सेवारे दिन गला स्वभावे बयस सरिला। विदुर बाणी शुणी कर्णे बदनु न स्फुरे वचने। पुलक करी रोमराजी अश्रु गलई चक्षु बुझी। स्नेह होइला पूर्ण काम स्नेह सलिले कला स्थान। स्थिर छड़ाई विष्णु पदे पुणी मिलिला देह मध्य। बेनिलोचन घसी करे निश्वास छाड़ी उच्च स्वरे। विदुर मुख चाही देखे उद्धव कहे अश्रु मुखे। जादव मध्य कृष्ण थाई सूर्यर प्राय प्रकाशई। से सूर्य अस्त गिरी गला निबिड़ तम प्रकाशिला। मु एबे अति बड़ दुखे पड़िछि अजगर मुखे। आंभ कुशल काहीं आर कहिबा शुण विदुर। देख भाग्य जदुवंश बालक प्राय बुद्धि भ्रंश। बसंती कृष्ण अनुसंगे रात्र दिवस अनुरागे। तांकु न जानिले सकळे चंद्र को मुद जेबे जळे। जादव कृष्ण संग कले दिन हरंती कुतूहले। संगते पाई नर हरि देखंती अनादर करी। जादवे जानी तान पारी माया मनुष्य नर हरि। विष्णु माया रे सेहु ग्रस्ती मनुष्य प्राय से मणंती। जार माया रे जोगी जने आत्मा को देखु थांती भिन्ने। प्राणी को तप फले सेही नयने शरीर देखई।
ପୁଣି ହରିଲେ ଚକ୍ଷୁ ସଙ୍ଗେ ପ୍ରାଣୀଙ୍କ ଚକ୍ଷୁ ନିଜ ଅଙ୍ଗେ। ମାୟା ମନୁଷ୍ୟ ରୂପେ ହରି ଅନନ୍ତ ଲୀଳାରେ ଶ୍ରୀ ହରି। ସର୍ବସମ୍ପଦ ଅଙ୍ଗ ତୁଲେ ନିଜ ଭୁବନେ ବିଜେ କଲେ। ତାର ବିଭୂତି ଦେବଗଣ ଏବେ ତୁ ବିଦୁର ଶୁଣ। ଧର୍ମ କୁମର ଯଜ୍ଞ କାଳେ ଦେବ ମନୁଷ୍ୟ ଋଷି ମେଳେ। ଯେ ରୂପ ଦେଖି ତୋଷ ମନେ କେବଳ ତରିଲେ ନୟନେ। ସେ କୃଷ୍ଣ ଅନୁରାଗ ମୁଖ ସୁନ୍ଦର ହାସ୍ୟ ରଙ୍ଗ ଦେଖ। ବେଣୁ ମୋହିତ ଚିତ୍ତ ଧରି ମୋକ୍ଷ ଲଭିଲେ ଗୋପ ନାରୀ। ଯେ ସର୍ବରୂପେ ଏକ ରୂପୀ ବସଇ ସର୍ବ ରୂପେ ବ୍ୟାପୀ। ତାର ବିଭୂତି ଦେବଗଣ ପୂଜନ୍ତି ତାହାଙ୍କ ଚରଣ। ଦେବଙ୍କ ଅର୍ଥେ ସେ ମୁରାରି ଜନ୍ମିଲେ ନାନା ରୂପ ଧରି। ସ୍ୱଭାବେ ଜନ୍ମ ଯାର ନାହିଁ ନିର୍ମଳ ଭାବ କଲେ ଦେହି। ଅଗ୍ନି ଯେ ସନେ ନାନା ମତେ ଜନ୍ମି ସେ ଜଳ ଇ ଜଗତେ। ଏକଥା ମତେ ଖେଦ କରେ ଯେ ଜନ୍ମ ବସୁଦେବ ଘରେ। କଂସର ଡରେ ଗୋପ ମେଳେ ଲୁଚି ସେ ଥିଲେ ବାଳ କାଳେ। ତେଣୁ ମଥୁରା ପୁରେ ଆସି ଗଜ ଚାଣୁର କଂସ ଧ୍ୱଂସୀ। ମାତା ପିତାଙ୍କର ନିଶ୍ୱାସ ବୋଲଇ କ୍ଷମା କର ଦୋଷ। ତୁମ୍ଭଙ୍କୁ ନିଶ୍ଚିନ୍ତନ କରି ବ୍ୟର୍ଥେ ବଞ୍ଚିଲୁ ଦେହ ଧରି। ଏକଥା ବିଡ଼ମ୍ବନା ମତେ ଚିତ୍ତେ ମୋହର ଅବିରତେ। ତୁମ୍ଭେ ତ ଦେଖି ଅଛ ଡୋଳେ ଧର୍ମନନ୍ଦନ ଯଜ୍ଞ କାଳେ। ତାର ଚରଣ ରୂପ ଗନ୍ଧେ ଆଘ୍ରାଣ କରି ନାସାରନ୍ଧ୍ରେ। କେତା ପାଶରି ପାରେ ଚିତେ ମୁକ୍ତି କି କୋପ ଭୋଗ ନିତେ। ଭୂମିର ଭାରା ନାଶ ଅର୍ଥେ ଯାହାର ଜନ୍ମ ଏ ଜଗତେ। ତାହାଙ୍କୁ ଶିଶୁ ପାଳ ନିନ୍ଦି ତକ୍ଷଣେ ତାର ଦେହ ଭେଦି। ଲୁଚିଲା ଅଭୟ ଚରଣେ ରହିଲା ଅଜରା ମରଣେ। ଯେ ଗତି ଯୋଗୀ ଜନେ ଚିନ୍ତି ଜନ୍ମ ମରଣୁ ନିସ୍ତରନ୍ତି। ତାର ବିଯୋଗ କେବା ସହେ ଯେ ଜଗତେ ଦେହ ବହେ। ଦେଖ ଭାରତ ମଧ୍ୟେ ଯେତେ ରଥି ପଦାତି ଅପ୍ରମିତେ। ସେ ଲୋକେ ନର ଯେତେ ଥିଲେ ମରଣେ ତା ମୁଖ ଦେଖିଲେ। ଅର୍ଜୁନ ବାଣେ କ୍ଷୀଣ ହୋଇ ପଶିଲେ ତାର ଦେହେ ଯାଇ। ତ୍ରୈଲୋକ୍ୟନାଥ ସେ ଅନନ୍ତ ସ୍ୱଭାବେ କମଳାର କାନ୍ତ। ତ୍ରିଦଶ ଦେବେ ତା ଚରଣେ ସେବା କରନ୍ତି ଅନୁକ୍ଷଣେ। ସେ ପୁଣି ସ୍ଥାପି ରାଜପଥେ ପୂଜିଲା ଉଗ୍ର ସେନ ପାଦେ। ଦେଖ ପୂତନା ଧାତ୍ରୀ ରୂପେ ସ୍ତନ ନିବେଶି ତାର ମୁଖେ। କ୍ଷୀର ଗରଳ ସଙ୍ଗେ ଦେଇ ପଶିଲା ତାର ଦେହେ ଯାଇ। ସେ ଦୟାନିଧିର ଚରଣ କେବା ନ ପଶିବ ଶରଣ। ଯେତେ ଅସୁର ଏ ଜଗତେ ନାସିଲେ ଗୋବିନ୍ଦ ଶ୍ରୀହସ୍ତେ। ଗରୁଡ଼ ପୃଷ୍ଠେ ତାଙ୍କୁ ଚାହିଁ ପଶିଲେ ତାର ଦେହେ ଯାଇ। ସେ ଭାଗବତ ମଧ୍ୟେ ସାର
କିଅ ବା ଦେବା ପଟାନ୍ତର। କଂସ ରାଜାର ବନ୍ଦୀ ଘରେ ଜନ୍ମିଲେ ଦେବ କି ଉଦରେ। କ୍ଷିତିରେ ଥୋଇ ପୁଣ୍ୟ ଯଶ ଧରଣୀ ଭାରା କଲେ ନାଶ। ସେ ବାସୁଦେବ କଂସ ଡରେ ନେଇ ଥୋଇଲା ନନ୍ଦ ଘରେ। ଗୋପତେ ସଙ୍ଗେ ହଳଧର ବଞ୍ଚିଲେ ବରଷ 11। ଗୋପାଳଙ୍କର ସଙ୍ଗେ ଥାଇ ବନେ ଚରାନ୍ତି ନିତ୍ୟ ଗାଇ। ବେଣୁ ଶବଦ ଶଙ୍ଖନାଦ ବନେ ବୁଲନ୍ତି ଅପ୍ରମାଦ। ଯମୁନା କୂଳେ ଥାଇ ନିତ୍ୟ ଭୃଙ୍ଗ କୋକିଳର ସଙ୍ଗତେ। ଯେ ଗୋପ ନାରୀଙ୍କ ଲୋଚନ କୁମାର ଲୀଳା ବେଣୁ ସ୍ୱନ। ବୀରସ ହରି ସେ କ୍ରୀଡ଼ନେ ନିରତ ବସେ ତାଙ୍କ ମନେ। ଗୋଧନ ଘେନି ତାଙ୍କ ସଙ୍ଗେ ବେଣୁ ବଳାନ୍ତି ନାନା ରଙ୍ଗେ। କଂସର ହିତେ ସେ ଅସୁରେ ଯେତେ ମିଳିଲେ ତାଙ୍କ ପୁରେ। ପୂତନା ଆଦି ମାୟା ରୂପୀ ମିଳିଲେ ବନ ଗିରି ବ୍ୟାପୀ। ତାହାଙ୍କୁ କରି ବାଳ ଖେଳା ସବୁ ମାଇଲେ ନନ୍ଦବଳା। ଯମୁନା ବିଷ ଜଳ ଖାଇ ମରୁ ଯେ ଥିଲେ ଗୋପ ଗାଇ। ତାଙ୍କୁ ଜିଆଇ ନନ୍ଦବାଳ ଅମୃତ କଲେ ବିଷ ଜଳ। ଇନ୍ଦ୍ର ଉତ୍ସବ ଭଙ୍ଗ କରି ଗୋପରେ ପୂଜା କଲେ ଗିରି। ଯେ ଜ୍ଞାନ ପାଇ କୋପ କରି ଇନ୍ଦ୍ର ବରଷେ ଘୋର ବାରି। ଗୋରୁ ଗୋପାଳଙ୍କ ବିକଳ ତକ୍ଷଣେ ଦେଖି ନନ୍ଦବାଳ। ଛତ୍ର ଆକାରେ ଗିରି ଧରି ରଖିଲେ ଗୋପ ପୁରେ ଶିରି। ଶରତ ଋତୁ ଚନ୍ଦ୍ର ଚାହିଁ କାନନେ ବେଣୁ ନାଦ ବାଇ। ଗୋପୀ ମଣ୍ଡଳେ ଗୋପପୁରେ ରାସ ଉତ୍ସବ କୁତୁହଳେ। 16 ସହସ୍ର ରୂପ ଧରି ରମିଲେ 16 ସହସ୍ର ନାରୀ। ତାର ମହିମା କେ କହିବ ଯାହା ନ ଜାଣେ ବ୍ରହ୍ମା ଶିବ। ସେ ହରି ଚରଣ କମଳେ ସୁଜନେ ଚିନ୍ତ ଧ୍ୟାନ ବଳେ। ବିଦୁର ଉଦ୍ଧବ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ଏଣେ ଗୋବିନ୍ଦ ପାଦେ ରସ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ 82 ତୃତୀୟ ସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ନାମ ଦ୍ୱିତୀୟ ଅଧ୍ୟାୟ। ତୃତୀୟ ଅଧ୍ୟାୟ। ଉଦ୍ଧବ ଉବାଚ। ଶୁଣ ବିଦୁର ମୋ ବଚନ ଧରି ନ ପାରି ଖେଦ ମନ। ସେ ରାମକୃଷ୍ଣ ଏକ ରଥେ ମିଳିଲେ ଅକ୍ରୂର ସଙ୍ଗତେ। ମାତା ପିତାଙ୍କର କୁଶଳ ପୁଛନ୍ତି ରାମ ଆଦି ମୂଳ। କଂସକୁ ଦୃଷ୍ଟିରେ ସଂହାରି ମଞ୍ଚା ଉପରୁ କେଶ ଧରି। ତଳେ ପକାଇ ରୋଷ ଭରେ ମୃତ ପିଣ୍ଡକୁ ଆଶ୍ୱାସିଲେ। ତହିଁ ବ୍ରାହ୍ମଣ ଘରେ ଯାଇ ସକଳ ବିଦ୍ୟା ଶିକ୍ଷା ପାଇ। ଗୁରୁ ଦକ୍ଷିଣା ଅର୍ଥେ ପୁଣି ଯମର ଘରୁ ପୁତ୍ର ଆଣି। ଗୁରୁ କାମିନୀ ତୋଷ କରି ପୁଣି ମିଳିଲେ ନିଜ ପୁରୀ। ଭୀଷ୍ମକ ଦୁହି ତାକୁ ହରି କୁଣ୍ଡୀ ନଗରରେ ବିଜେ କରି। ଗନ୍ଧର୍ବ ବୃତ୍ତି ଆଚରିଲେ ବଳେ ସେ କନ୍ୟାକୁ ହରିଲେ। ଶୃଗାଳ ମଧୁ ସିଂହ ଜେହ୍ନେ ସ୍ୱଭାବ ହରଇ ତେସନେ। କୋଶଳପୁରେ ନର ହରି ଶପଥ ଷଣ୍ଢ ବଧ କରି।
କନ୍ୟା ଲଭିଲେ ନନ୍ଦବାଳ, ଜିଣି ସକଳ ଶତ୍ରୁବଳ। ସତ୍ୟଭାମାର ବଲେ ପୁଣି, ନନ୍ଦନ ବନୁ ଚକ୍ରପାଣି। ବଳେ ହରିଲେ ପାରିଜାତ, ଲୀଳାଏ ଜିଣି ସଚିନାଥ। ପୁରେ ସ୍ଥାପିଲେ ବୃକ୍ଷେ ନେଇ, ପତ୍ନୀ କି ପ୍ରିୟ ଭାବ ବହି। ଗରୁଡ଼େ ବସି ଭାବଗ୍ରାହୀ, ନାରକାସୁର ପୁରେ ଯାଇ। ଦେଖିଲେ ତାହାର ଭୁବନ, ତେଜେ କି ଜିଣିଛି ଗଗନ। ଚକ୍ରେ ତାହାର ମୁଣ୍ଡ ହାଣି, ତେଜ ପ୍ରସରେ ଏ ଧରଣୀ। ବୋଲଇ କଲୁ ପୁତ୍ର ନାଶ, ଧରଣୀ ବଚନେ ବିଶ୍ୱାସ। ନାରକା ପୁତ୍ର କୁମୁରାରି, ତା ରାଜ୍ୟେ ଅଭିଷେକ କରି। ନାରକା ଅନ୍ତପୁରେ ହରି, କୋଟି କନ୍ଦର୍ପ ରୂପ ଧରି। କନ୍ୟାଏ ଦେଖି କାମ ଭଳେ, ଚାହାନ୍ତି ନୟନ ନିରଳେ। 16,000 ଶତାଧିକ, ପୁଷ୍ପ ବରଷି ଅତିରେକ। ହରିଙ୍କୁ ବରିଲେ ସକଳେ, ମଙ୍ଗଳ ଶୁଭ ଲଗ୍ନ ବେଳେ। ତାହାଙ୍କୁ ନିଜ ପୁରେ ଆଣି, ଏକ ମୁହୂର୍ତ୍ତେ ଚକ୍ରପାଣି। ବିବାହ କଲେ ବେଦମତେ, ଶୁଣ ତାହାଙ୍କ ପୁତ୍ର ଯେତେ। 10 କୁମାର କନ୍ୟା ଏକ, ଆତ୍ମା ସଦୃଶ ରୂପରେଖ। କାଳ ଦମନ ଜରାସନ୍ଧେ, ସାଲୋ ସମସ୍ତ ପୁର ରୁନ୍ଧେ। ତାହାଙ୍କ ନିଜ ତେଜ ନାସି, ସୁଜନ ବାନ୍ଧବ ବିକାଶୀ। ସମ୍ବଲ ଦିବିନ୍ଦ ବାନର, ସୁର ବିଲୋଳ ବାଣାସୁର। ସେଦନ୍ତ ବକ୍ର ଆଦି କରି, ତାହାଙ୍କୁ ସଂଗ୍ରାମେ ସଂହାରି। ଏବେ ତ ଜ୍ୟେଷ୍ଠ ଭ୍ରାତା ସୁତେ, ଅନେକ ନୃପତି ସମେତେ। ଅଙ୍ଗତେ ନିଜ ବଳ ଘେନି, ଚରଣେ କମ୍ପଇ ମେଦିନୀ। ମିଳିଲେ କୁରୁକ୍ଷେତ୍ର ମଧ୍ୟେ, ଜିଣି ଭୁଞ୍ଜିବେ ମହି ଯୁଦ୍ଧେ। କର୍ଣ୍ଣ ଶକୁନି ଦୁଃଶାସନ, ସ୍ୱଭାବେ ଦୃଷ୍ଟି ତିନି ଜନ। ଏହାଙ୍କୁ କରିଣ ବିଶ୍ୱାସ, ଏଣେ ହୋଇଲେ ଅର୍ଦ୍ଧାୟୁଷ। ଦେଖା ପଡ଼ିଲେ ରଣ ମଧ୍ୟେ, ମୂଢ଼ ଅଧର୍ମ ଦୋଷ ବାଦେ। ଶୁଣ ବିଦୁର କହୁ ତୋତେ, ପୁଣି ଭାଳିଲା ଆତ୍ମା ଗତେ। ଏ ଭୀଷ୍ମ ଦ୍ରୋଣ କୁରୁଗଣ, ମରଣେ ଅନେକ ରାଜନ। ଭାରା ନିବାର ଅର୍ଥେ ମହି, ସଂସାରେ ଅଳପ ମଣଇ। ଏଣେ ମୋହର ଯଦୁବଂଶ, ହେମନ୍ତ ଭାରା ଅବଶେଷ। ମଦ୍ୟେ ଅରୁଣ ଚକ୍ଷୁ କୋପେ, ସର୍ବେ ମରିବେ ବିପ୍ର ଶାପେ। ଏଣେ ନ ମଲେ ନ ମରନ୍ତି, ଏମନ୍ତ ଯୋଗ ମାୟା ଚିନ୍ତି। ଏମନ୍ତ ମନେ ଚିନ୍ତା କରି, ଧର୍ମସୂତଙ୍କୁ ନରହରି। ବନ୍ଧୁ ସୁହୃଦଙ୍କର ମଧ୍ୟେ, କୃଷ୍ଣ ସ୍ଥାପିଲେ ରାଜପଦେ। ଉତ୍ତରା ଗର୍ଭୁ କୁରୁବଂଶ, କୃଷ୍ଣ ରଖିଲେ ଅବଶେଷ। ପରୀକ୍ଷିତଙ୍କୁ କରି ରକ୍ଷା, ଧର୍ମନନ୍ଦନ ଦେଲେ ଦୀକ୍ଷା। ଜ୍ଞାତି ମରଣ ଦୋଷ ନାଶେ, ଧର୍ମନନ୍ଦନଙ୍କ ବିଶ୍ୱାସେ। ସର୍ବ ସମ୍ପଦ ସୁସମ୍ପାଦି, କରାଇ ତିନି ଅଶ୍ୱମେଧି। ଆପଣେ ନିଜ ପୁରେ ଯାଇ, ନାରୀଗଣଙ୍କ ମଧ୍ୟେ ଥାଇ। ଗୃହସ୍ଥ ଧର୍ମ ବେଦ ମତେ, କୃଷ୍ଣ ଆଚରିଲେ ଜଗତେ। ନାରୀଙ୍କ ମନ କୃଷ୍ଣମୋହି, ଗୃହ ଚରିତ ଗୃହେ ଥାଇ।
ଯେ ଧର୍ମ କରେ ପରଲୋକେ କୃଷ୍ଣ ସ୍ଥାପିଲେ ଅତିରେକେ ଏମନ୍ତେ ବହୁତ ବରଷେ କ୍ରୀଡ଼ିଲେ ଗୃହାଶ୍ରମ ଆସେ କର୍ମ ଅଧୀନେ କାମେ ପଡ଼ି ଦେବ ମାୟାରେ ସୁଖ ଲୋଡ଼ି ପୁରୁଷ କର୍ମର ଅଧୀନ ଯୋଗେଶ୍ୱରଙ୍କୁ ଯେ ଗହନ ହରି ବିଷ୍ଣୁ ମାୟା କରି ନିଜ ସୁତଙ୍କ ମନ ହରି ସେ ପୁତ୍ରେ କ୍ରୀଡ଼ା ରସ ବନେ କୋପେ ଚିନ୍ତିଲେ ବିପ୍ରମନେ ସେ ବ୍ରହ୍ମ ସାପ ପାଇ ପୁରୀ ଅଦ୍ଭୁତ ଦେଖିଲେ ବିସ୍ତାରୀ କୃଷ୍ଣ ବଚନ ଶାନ୍ତି ଅର୍ଥେ ପ୍ରଭାସେ ମିଳିଲେ ସମସ୍ତେ ସେ ଜଳେ ସାରିଲେ ସ୍ନାନ ପିତୃତର୍ପଣ ପିଣ୍ଡଦାନ ପୂଜିଲେ ଦେବ ଋଷିଗଣ ଦାନେ ସନ୍ତୋଷିଲେ ବ୍ରାହ୍ମଣ ତିଳ ରଜତ ଯେ ସୁବର୍ଣ୍ଣ ବଚନ କମଳ ଅଧୀନ ରଥ କୁଞ୍ଜର ଅଶ୍ୱଦାନ ଧରଣୀ ତୁଲେ କନ୍ୟାମାନ ଅନ୍ନ ସହିତେ ନାନା ରସେ ବିପ୍ରଙ୍କୁ ଭୁଞ୍ଜାଇ ହରସେ ଏମନ୍ତେ ଯଦୁ ଭୋଜଗଣ ଗୋବିପ୍ର ସେବା ତାଙ୍କ ମନ ସ୍ୱଭାବେ କରି ଉପବାସ ରାତ୍ର ବଞ୍ଚିଲେ କରି ରାସ ଏ ଯଦୁ ବଂଶର ଚରଣେ ସୁଜନେ ଭଜ ଅନୁକ୍ଷଣେ ହୋଇବ କୃଷ୍ଣର ବିଶ୍ୱାସ କହିଲେ ଜଗନ୍ନାଥ ଦାସ ଇତି ଶ୍ରୀମଦ୍ ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ନାମ ତୃତୀୟ ଅଧ୍ୟାୟ। ଚତୁର୍ଥ ଅଧ୍ୟାୟ। ଉଦ୍ଧବ ଉବାଚ ଏବେ ବିଦୁର ଶୁଣ ସୁଖେ ଯେ ଯଦୁ ରାଜା ରାତ୍ରି ମୁଖେ ବାରୁଣୀ ମଦ୍ୟ କଲେ ପାନ ତେଣୁ ହୋଇଲେ ହତ ଜ୍ଞାନ ମନ ହରିଲେ ମଦ୍ୟ ଦୋଷେ ଭୋଳ ହୋଇଲେ ବୁଦ୍ଧି ଭ୍ରଂଶେ ମର୍ମ ଭେଦନ ଦୃଷ୍ଟ ବାକ୍ୟ କନ୍ଦଳ କଲେ ଏକେ ଏକେ ରଜନୀ ଅର୍ଦ୍ଧେ ଯଦୁ ବଳେ କନ୍ଦଳ ଯୁଦ୍ଧେ ନାଶ ଗଲେ ତକ୍ଷଣେ ଆତ୍ମା ମାୟା ଗତି ବିଶ୍ୱାସୀ ପ୍ରଭୁ ଦାଶରଥି ମିଳିଲେ ସରସ୍ୱତୀ କୂଳେ ବଳେ ଅଶ୍ୱସ୍ଥ ତରୁ ମୂଳେ ନିଜ ବଂଶର ବଧ ପାଇଁ ଆଜ୍ଞା ଯେ ଦେଲେ ଭାବଗ୍ରାହୀ ମୋତେ ବୋଇଲେ ସୁଖ ମନେ ଚଳତୁ ବଦରିକାଶ୍ରମେ କିନ୍ତୁ ମୁଁ ତାଙ୍କ କୁଳକ୍ଷୟ ବୁଝିପାରିଲି ଅଭିପ୍ରାୟ ତାହାଙ୍କ ପଦ ବିଶେଷଣ ସହଜେ ହୋଇ ମୁଁ ଅକ୍ଷମ ତକ୍ଷଣେ କୃଷ୍ଣ ଆଜ୍ଞା ପାଇ ପଦ କମଳେ ମନ ଦେଇ ତୀର୍ଥ ଗମନେ କରି ମନ ଚାହିଁଲେ କୃଷ୍ଣର ବଦନ ଶ୍ୟାମ ସୁନ୍ଦର କୃଷ୍ଣ ବର୍ଣ୍ଣ ପ୍ରଶାନ୍ତ ଅରୁଣ ଲୋଚନ ଚତୁର ଭୁଜେ ଶସ୍ତ୍ର ସହେ ପୀତବସନ ମନ ମୋହେ ଦକ୍ଷିଣ ପାଦ ବାମ ଜଙ୍ଘେ ତୃତୀୟାସନ ମନ ରଙ୍ଗେ ଏବେ ହକୁରୁ ବୀର ଶୁଣ ମୈତ୍ରେୟ ମିଳିଲେ ତକ୍ଷଣ ବ୍ୟାସ ମୁନିଙ୍କ ସଖା ହନ୍ତି ଆନନ୍ଦେ ଭୁବନେ ଭ୍ରମନ୍ତି ତକ୍ଷଣେ କୃଷ୍ଣ ପାଶେ ଯାଇ ପାଦେ ନମିଲେ ଶିର ଦେଇ ମୁନିଗଣଙ୍କ ଅନୁରାଗେ ଯେବା କହିଲେ କୃଷ୍ଣ ଭାବେ ମୈତ୍ରେୟ ଶୁଣ ମୋ ବଚନ ମୁହିଁ ଜାଣଇ ତୋର ମନ ଦୁର୍ଲଭ ଜ୍ଞାନ ଦେବି ତତେ ସଂସାରୁ ତୀର ବୁଝେ ମନ୍ତେ ପୂର୍ବେ ବ୍ରହ୍ମାର ଯଜ୍ଞଶାଳେ
सकल बसी एक मेले लभिले जोग अष्टनिधि मोर चरणे ज्ञान बधि ए जोग सर्व पूर्वे सिद्धि यज्ञ प्रकारे सर्वसाधि तहि वैराग्य दृढ़े चिंती जे प्राणी स्वधर्म छाड़ती विषय रसे भोग चिंती सुख सनक ज्ञान चिंती भक्ति वैराग्य तार नाही जे बाल भिबे अबा काहीं ए ज्ञान ब्रह्मार समीपे मुहि कहिली पद्म कल्पे ता ब्रह्म ज्ञानर महिमा करंती जारे आनसीमा एणु पंडित मुनि जने दृढ़े विचारी अनुमाने ए भागवत धर्म चिंती ए भव जळु तरी जानती ए मंत परम वचन अमृत शुणी नम मन ता अनुग्रह प्रतिक्षणे कल्पिला ताहार स्मरणे कृष्णर स्नेहे मोह देहि रोम पुलके तनु बही कर जुगल देई मुंडे कहे से बाळ कर तुंडे भनाथ मोर पाद पद्मे जे प्राणी भजिले आनंदे तांकु ए अशेष जगते धर्मार्थ काम मोक्ष अर्थे दुर्लभ नहे लभिबार ए निश्चय मोहर विचार मोहर एणे आशा नाही तथापि तपादे भजई निष्क्रिय होई कर्म करू अज होइण देह धरू तू निजे काल रूपी होई शत्रु भयरे दुर्गा ध्याई तू निजे आत्महत होई बहु स्त्री रे मन देई ए सबु व्यापार देखिण पंडिते हेले हत ज्ञान मंत्रणा अर्थे मते राई आगरे समीपे बसाई स्वभावे अकुंठित बुद्धि अखंड आत्मा ज्ञान सिद्धि सर्वज्ञ वाक्य जार तहि से किंपा मते पचारई एणु मो मने खेद पाई तो माया गगने भ्रमई जे आत्मा ज्ञान तू एकांते कहिलु ब्रह्मार ग्रते मुझेते शुणी बाकु क्षम कह हे पुरुष उत्तम जे ज्ञान मार्गे तोते चिंती ए माया संसार उतरंती ए मनते पचारंते मुहि से कृष्ण मते दया बही माया रे तहि निज ज्ञान कहिले कमल लोचन से तीर्थ पाद जगन्नाथ मोहर हृदय आराधित से हरि गुरु ज्ञान पाई श्रीपाद पद्मे शिर देई तार विच्छेद आत्मा मोर क्षणे हृदय नहे स्थिर तार वियोगे आतजात ता पाद देखिबा निमित्त बद्रिका आश्रम मंडले नर नारायणक मूले ए नर लोके शुद्धि अर्थे तप आराधि दृढ़ चित्ते अछंती नर नारायण सुक बोलंती राये शुण श्री सुक उवाच एमंते बंधु जनवाणी उद्धव मुखु ताहा शुणी दुसह दुख मन स्थिर से ज्ञान हरिला विदुर कहिण उद्धव चलंते विदुर पड़े पाद गते पुणी विश्वासे तांकु कही बोले चरणे शिर देई
विदुर उवाच उद्धव शृण म वचन तोर ठाकुर भगवान जे ज्ञान कहिछन्ति तते उद्धव कह मग्रते जे नर ज्ञान ध्यान बळे पसन्ति ता पाद कमळे। उद्धव उवाच शृण विदुर म वचन से जोगेश्वर तत्ज्ञान जीवन छाड़िबार बेळे मैत्रेय मुनिଙ୍କ सुमेळे संपूर्ण ज्ञान तांकु देले निज भुवने विजे कले। तू एबे चल तार पासे निर्मल भक्ति उपदेशे से तोते देबे दिव्य ज्ञान एमन्ते कहिबे निजन पुलिने बଞ୍ଚିଲେ रजनी निश्चले हरि भाव घेनी बंधु वियोग पासरिले कृष्ण चरणे ध्यान कले एमन्ते पाहिला रजनी कृष्ण भक्ति भाव घेनी। उद्धव गला तोष मने मिलिला बदरिकाश्रमे परीक्षे सुक मुनि कही भावे चरणे शिर देई भनाथ संभव बाणी। मुहि जे तुम्भ मुखु शुणी संशय होइला मने पुछई तुम्भ सन्निधाने ब्राह्मण सापे जदु बळे नासिले रणे मद भळे रथी जे जुथ जुथपति केबे रणे न हारंती उद्धव चलिले केमन्ते ए बड़ संशय मचिते जहि गोविंद देह गला केमन्ते उद्धव रहिला। श्री शुक उवाच शुणी कहन्ति शुक मुनि आनंदे कृष्ण भाव घेनी ब्राह्मण वाक्य उपदेशे निश्चेद हिबु जदु वंशे एमन्ते भाड़ी भावग्राही निकटे उद्धव बसाई आत्मार तारण प्रमाणी मने चिंतिले चक्रपाणी ए मोर तत्व ज्ञान फले मो संगे जीव मुहि गले ए ज्ञान देले मुधवे प्राणी तरिबे एहि भावे एमन्ते मने विचारिले उद्धव तत्व ज्ञान देले बोइले साधु तत्व ज्ञान एबे उद्धव मोर सम ए आज्ञा प्राणी को बुझाई एणु तु नर लोके रही एणु त्रैलोक्य गुरु हरि ज्ञाने उद्धवंकु धारी एणु गोविंद बोले गला बद्रिकाश्रमे मिलिला समाधि करी घोर बने पशिला कृष्णर चरणे एमन्ते उद्धवर बाणी विदुर सावधाने शुणी कृष्णर लीला अवतार जे गुण गाथा सूक्ष्म सार शरीर छाड़िला जे मन्ते ए सर्व कथा स्मरी चित्ते कृष्णर स्नेह बंध क्षीण चलन्ते कर रोदन केते हैं दिन बने गला कालिंदी निकटे मिलिला तहु चलिला गंगा तीरे मैत्रेय मुनि अनुसारे कहई विप्र जगन्नाथ तृतीय स्कंदे भागवत विदुर उद्धव संवाद शुणन्ते न लागे प्रमाद सुजने एणे दीन बंच कृष्ण भक्ति हृदय संच
इति श्रीमद्भागवते महापुराणे पारमहंस्यां संहितायां 82 तृतीयस्कन्धे विदुर उद्धव संवादे नाम चतुर्थोऽध्याय। पंचमोऽध्याय। श्रीशुक उवाच शृण हे कुरु नृपवर गंगार तीरे से विदुर से गंगा तीरे उपवन दृढ़ निश्चल जोग ध्यान अगाध बोधे साधे ऋषि वृक्षर तले सेहु बसी मैत्रेय नाम ताहांकर तेजे उदय कि भास्कर तांक समीपे बेगे जाई निमिषे मात्र सेहु रही विदुर उवाच सुख चिंतने सुख लभे कहे केवल प्रस्तावे कृष्ण विमुख जेते नर कर्म स्वभावे ताहांकर काहीं पाइबे सुख बांछा कुंठित कर्म गुरु दीक्षा कृष्णर अनुग्रही जने भूत भविष्य वर्तमाने कुशल कर्म आचरन्ति क्षम कुशले से भुंजन्ति सुसाधु जनंकर सार कहतु साधुंक विचार जेमन्ते धर्म को आराधी प्राणी लभन्ति सर्वसिद्धि से हरि थाई अनुमते भकत भाव हृदगते निर्मल चित्ते ज्ञान कहे जन्म मरण पाप दहे से हरि नाना अवतारे संसार केते कर्म करे स्वभावे त्रैलोक्य ईश्वर ब्रह्मा शंकरे अगचर स्वभावे चेष्टा जार नाही किंपाई संसार सर्जई ब्रह्मांड करी नाना मूर्ति जे जीव जे मन ते जियंती जीवंक मध्य सुख सहे केवल आत्मा सुख मोहे जोगेश्वरंक हृदय देशे स्वभावे रहे एक आसे बहु प्रकारे प्रकाशई रवि जैसने शून्य थाई किबा बिहरे ए जगते रूप प्रकाशे बहुमते कर्म करई ए जगते गोविंद प्रसन्नर अर्थे से हरि चरित अमृत शुणी संतोष नुहे चित्त से आदि लोक नाथ हरि जे अबा तत्व आश्रय करी लोक आलोक रक्षा पाल जे अबा भुवन मंडल नाना प्रकारे भेद करी प्राणी को कर्म सूत्रे धरी से नारायण आत्मजनी विश्व सर्जई ताहा घेनी एक कथा कह मुनि मते संसार तरी विजय मन्ते अपरापर कथा जेते गोविंद चरित जे मन्ते व्यासंक मुखु अनुक्षणे शुणिछि तृषित श्रवणे अल्प सुख जालक्षण से काहीं हरि बम मन कृष्ण चरित तीर्थपद हरई विषया विषाद सकल पूछे मुनि गणे जार चरित अनुक्षणे स्तुति करन्ति आत्मभावे केवल आत्म ज्ञान लभे जे कथा पशी कर्ण द्वारे सुतीक्ष्म चक्र घेनी करे जे कर्म गृह बंधे थाई त्रिगुण रजु गळे देई जन्म मरण मार्गे टाणे से कर्म छिड़े तत्क्षणे एमन्ते कृष्ण कथा जेते कहिले मैत्रेय अग्रते
ଯାହା ଶୁଣନ୍ତେ କର୍ଣ୍ଣ ପଥେ ମନ ନ ରହେ ଅବା ଦୁଃଖେ। ଯାହା ଶୁଣନ୍ତେ ନୀତି ନୀତି ନିବିଡ଼େ ବଢ଼ଇ ପିରତି। ସେ ହରି ଶ୍ରବଣ କଥନେ ଯେ ପ୍ରାଣୀ ବଞ୍ଚେ ଅନୁକ୍ଷଣେ। ସକଳ ଦୁଃଖ ତାର ହରେ ରବି ଯେ ସନେ ଅନ୍ଧକାରେ। ଯେ ହରି କଥନେ ବିମୁଖ ତାର ଜୀବନ ବ୍ୟର୍ଥ ଦେଖ। ତାହାର ଅମଙ୍ଗଳ ଶ୍ରୁତି କର୍ଣ୍ଣ ସକାଶୁ ନାଶ ଯାନ୍ତି। ବିକଳ୍ପ କଳ୍ପ ସୂଚି ଘର ସକଳ କଥା ମଧ୍ୟେ ସାର। ପୁଷ୍ପର ରସ ମଧୁ ଯେହ୍ନେ ଉଧରି ମଧୁ କରେ ପାନେ। ଏଣୁ ଗୋବିନ୍ଦ କଥା ଯେତେ ଆଗମ ନିଗମ ଭକତେ। ଉଧରି କହ ବିପ୍ର ମତେ ଜୀବର ମୋକ୍ଷ ଆତ୍ମା ତତେ। ସୃଷ୍ଟି ପାଳନ ସଂହାରଣେ ସେ ହରି ଆତ୍ମା ମୋକ୍ଷ ଗଣେ। ନାନା ପ୍ରକାରେ ଶକ୍ତି ଧରେ ଅଶେଷ ଶରୀରେ ବିହରେ। ଆତ୍ମା ପୁରୁଷ କର୍ମ କରେ ଆନନ୍ଦେ ସଂସାରେ ବିହରେ। ତାହାର ଗୁଣ କର୍ମ ଯେତେ ଭମୁନି କହ ମଗ୍ରତେ। ଏମନ୍ତେ ବିଦୁରର ବାଣୀ ଆନନ୍ଦେ ମୈତ୍ରେୟ ଶୁଣି। ଏ ଜୀବ ନିସ୍ତରେ ଯେମନ୍ତେ କହନ୍ତି ବିଦୁର ଅଗ୍ରତେ। ମୈତ୍ରେୟ ଉବାଚ ବିଦୁର ସାଧୁ ତୋ ବଚନ ଯେଣେ ତରିବେ ଦୁଃଖୀ ଜନ। ଏକଥା ହରି ପରାୟଣ ବିସ୍ତାରି ପୁଛ ତୁ କାରଣ। ବ୍ୟାସର ବୀର୍ଯ୍ୟ ତୁ ସ୍ୱଭାବେ ଜନ୍ମ ଲଭିଲୁ ହରି ଭାବେ। ଶ୍ରୁତିର ଗର୍ଭେ ତୋର ଜାତ ଏଣୁ ତୁ ବ୍ୟାସଙ୍କର ସୁତ। ସେ ବିପ୍ର ଶାପ ମୋକ୍ଷ ଅର୍ଥେ ହରି ଭଜିଲୁ ଅବିରତେ। ସେ ହରି ପ୍ରାଣ ତ୍ୟାଗ କାଳେ ବନେ ପିସ୍ପଳ ବୃକ୍ଷ ମୂଳେ। ତୋହର ଅର୍ଥେ ମତେ ଜ୍ଞାନ କହିଲେ ଦେବକୀ ନନ୍ଦନ। ସେ ଫଳ ତତେ ମୁଁ କହିବି ଶୁଣନ୍ତା ପ୍ରାଣୀ ନିସ୍ତାରିବି। ସେ ହରି ଯୋଗ ମାୟା ବଳେ ଲୀଳା ବିହରେ ଏ ଶୟଳେ। ବିଶ୍ୱ ସର୍ଜନ କରେ ହରି ଯେ ରୂପେ ଯେ ବା କର୍ମେ କରି। ସୃଷ୍ଟିର କାଳେ ଭଗବାନ ଆତ୍ମାକୁ ଆତ୍ମା ରୂପେ ଧ୍ୟାନ। କରି ନ ଦେଖେ ଏକ କ୍ଷିତି ସେ ପୁଣି ଆତ୍ମ ଜ୍ଞାନେ ଥାନ୍ତି। ବିଶେଷ ଶକ୍ତି ତାର ଦେହେ ରହଇ ଆତ୍ମ ଜ୍ଞାନ ମୋହେ। ସେ ଶକ୍ତି ବଳେ ଜ୍ଞାନ ସ୍ମରି ତକ୍ଷଣେ ମାୟା ରୂପ ଧରି। ସତ ଅସତ ଆତ୍ମା ଯାର ଯେ ଭାବେ ସ୍ଥିତି ଏ ସଂସାର। ସେ ମାୟା ବଳେ ବିଧି ରୂପେ ତ୍ରିଗୁଣ ମାୟା ଗୁଣ ସୁଖେ। ପୁରୁଷ ରୂପେ ବୀର୍ଯ୍ୟ ଥାଇ ସେ ବୀର୍ଯ୍ୟ ସୁଖେ ପ୍ରକାଶଇ। ଅବ୍ୟକ୍ତ ବଳେ କାଳ ବଳ ମହତ ହୃଦୟ ନିଶ୍ଚଳ। ସେ ଦିବ୍ୟ ଗୁଣ କାଳ ଅଂଶ ଅନ୍ଧାରେ ଯେହ୍ନେ ରବି ଦୃଶ୍ୟ। ଆତ୍ମାର ଆତ୍ମା ଜ୍ଞାନ ବଳେ ଲହରୀ ଯେହ୍ନେ ସିନ୍ଧୁ ଜଳେ। ସେ ପୁଣି ଈଶ୍ୱରର ଇଚ୍ଛା ତହୁଁ ଉପୁଜେ ସୃଷ୍ଟି ଦୀକ୍ଷା। ତାର ବିକାରୁ ଅହଙ୍କାର ତକ୍ଷଣେ ହୋଇଲା ବାହାର। କାର୍ଯ୍ୟ କାରଣେ ତାର ଦେହେ ଭୂତ ଇନ୍ଦ୍ରିୟ ମନୋମୟେ। ବିକାର ରାଜସ ତାମସ ଏ ତିନି ରୂପେ ତା ପ୍ରକାଶ। ସେ ପୂର୍ଣ୍ଣ ବିଷ୍ଣୁ ମାୟା ବଳେ ଜଳଦ ବୃଷ୍ଟି ଯେହ୍ନେ ଜଳେ। ମନୁ ଉପୁଜିଲା ତକ୍ଷଣେ ଇନ୍ଦ୍ରିୟ ଦେବଙ୍କ କାରଣେ।
ତେଣୁ ପ୍ରକାଶେ ଇନ୍ଦ୍ରିଗଣ ସେ ଜ୍ଞାନ ପରମ କାରଣ। ମନୁ ଉପୁଜିଲା ଶରୀର ଶବ୍ଦ ସ୍ପରଶ ରୂପହର। ଏ ଗ୍ରନ୍ଥ ସଂଖ୍ୟା ଗୁଣେ ମିଶି ତକ୍ଷଣେ ଗଗନେ ପ୍ରକାଶି। ସେ କାଳ ମାୟା ରୂପ ଅଂଶେ ବିଷ୍ଣୁ ସ୍ୱରୂପ ଦୃଶ୍ୟ ଦୃଶେ। ତହିଁ ଶବଦ ଗୁଣ ଥୋଇ ଶୂନ୍ୟ ଶବଦ ପ୍ରକାଶଇ। ଯାହାର ତହୁଁ ବେନି ଗୁଣ ଶବଦ ସ୍ୱରୂପ ଲକ୍ଷଣ। ସେ ପୁଣ୍ୟ ବଳେ ବିକଶିତ ଜ୍ୟୋତି ତାହାର ତନୁଜାତ। ସେ ଜ୍ୟୋତି ରୂପ ମଧ୍ୟେ ଥୋଇ ସର୍ବ ଶରୀର ରସ ପାଇ। ବାୟୁର୍ବିକାରେ ଯେହ୍ନେ ଜଳ ସର୍ବ ଶରୀର ରସ ମୂଳ। ଏ ତିନି ଗୁଣ ଜଳେ ଥୋଇ ଭୂମି ଉପୁଜେ ଜନେ ଥାଇ। ଏମନ୍ତେ ସୂର୍ଯ୍ୟ ପରିବାର ଭୂତ ଇନ୍ଦ୍ରିୟଙ୍କ ଈଶ୍ୱର। ତାହାଙ୍କୁ ଲକ୍ଷ୍ୟ ଦେବଗଣ ଭୂତ ଇନ୍ଦ୍ରିୟଙ୍କ କାରଣ। ଅଧିଦେବତା ଅଧିକାରେ ପ୍ରାଣୀଙ୍କ ବିଷୟ ଗୋଚରେ। ଦେବା ଉଚୁ କର ଅଞ୍ଜଳି ଶିର ଦେଇ ଭାବେ ବୋଲନ୍ତି କୃଷ୍ଣ ଚାହିଁ। ଭୋ ନାଥ ନମୁ ତୋ ପୟରେ ପ୍ରସନ୍ନ ଜନ ଦୁଃଖ ହରେ। ଯା ପାଦ ପଦ୍ମେ ଆଶ୍ରେ କରି ସଂସାରୁ ତରନ୍ତି ସଂସାରୀ। ଯେ ଧାତା ତୋର ମାୟା ବଳେ ଅଶେଷ ଜନ୍ତୁ ଏ ଶୟଳେ। ଶେଷେ ସଂସାରୁ ତରି ଯାନ୍ତି କେବେହେଁ ଭ୍ରମେ ନ ପଡ଼ନ୍ତି। ଏଣୁ ତୋ ପାଦ ସେବା ଅର୍ଥେ ଆମ୍ଭେ ରହିବୁ ଏ ଜଗତେ। ତୋ ମୁଖ ପଦ୍ମ ଛାୟା ପ୍ରାୟେ ଯେମନ୍ତେ ପକ୍ଷୀଙ୍କ ଆଶ୍ରୟେ। ନିଶ୍ଚନ୍ତ ପ୍ରାୟ ଘୋର ବନେ ଆଶ୍ରେ କରନ୍ତି ମୁନି ଜନେ। ସେ ମୁନିମାନଙ୍କ ଚରଣେ ସମ୍ପୂର୍ଣ୍ଣ ଅଧମ ରକ୍ଷଣେ। ସେ ପାଦ ଧୋଇ ତୀର୍ଥ ଜଳେ ସ୍ୱଭାବେ ପିଅନ୍ତି ନିଶ୍ଚଳେ। ଏ ଯେଣୁ ତୋହର ଚରଣେ ହୃଦେ ଭାବନ୍ତି ଅନୁକ୍ଷଣେ। ଜ୍ଞାନ ବୈରାଗ୍ୟ ମନେ ଚିନ୍ତି ତୋ ପାଦ ହୃଦେ ଆରପନ୍ତି। ଭୋ ନାଥ ଗୃହ ଅନ୍ଧକୂପେ ପ୍ରାଣୀ ପଡ଼ନ୍ତି ଘୋର ଦୁଃଖେ। ମୁହିଁ ମୋହର ବୋଲି ଗ୍ରାସୀ ଦୃଢ଼େ ବାନ୍ଧନ୍ତି ମୋହ ଫାଶୀ। ଦୃଢ଼ ବନ୍ଧନେ ବିଷାଦ ହେଳେ ଖଣ୍ଡଇ ତା ବିପଦ। ଅଶାନ୍ତି ଇନ୍ଦ୍ରିଗଣ ବଳେ ହୃଦୟ ନୟନ ନିଶ୍ଚଳେ। ଅସାର ପଥ ନ ଦେଖନ୍ତି ଯେ କଳ୍ପ ସମ୍ବାଦ ବିଭୂତି। ତୋ କଥା ସୁଧା ରସପାନ ପ୍ରବୋଧ ଭକ୍ତି ବିଦ୍ୟମାନ। ବୈରାଗ୍ୟ ଶାନ୍ତି ଯେ ମଣନ୍ତି ନିର୍ଭୟେ ବିଷ୍ଣୁ ଏକା ଥାନ୍ତି। ଅପରେ ଯେତେ ମୁନି କୂଳେ ଆତ୍ମା ବିଯୋଗ ସ୍ନେହ ମେଳେ। ତୋର ପ୍ରକୃତି ମୁଖୁ ତରି ତୋ ପାଦ କମଳ ଆବରି। ତୋର ସେବାରେ ଶ୍ରମ ତୁଟେ ଅଶେଷ ମାୟା ବନ୍ଧ ଫିଟେ। ଲୋକ ସର୍ଜିବା ଅର୍ଥେ ତୁହି ଆତ୍ମାକୁ ଆପଣେ ଭିଆଇ। ତ୍ରିଗୁଣ ଆତ୍ମା ବଧ ଦେଇ ଆତ୍ମକୁ ସର୍ଜୁ ନାଶ ତୁହି। ଆମ୍ଭେ ବିମୁକ୍ତ ଭାବେ ଥିଲୁ ତୋ ପାଦ ଛାଡ଼ିବୁ କି ଭଲେ। ଯେମନ୍ତେ ଯଥା କାଳେ ବଳି ତୋ ପାଦେ ଦେଇ ବନମାଳି। ଶରଣ ରକ୍ଷଣ ତୋ ଚିତ୍ତେ ତୋ ପାଦେ ସେବୁ ଅବିରତେ। ତୁ କୂଟ ସ୍ଥିତି ଆଦି ହରି ମାୟା ପୁରୁଷ ରୂପ ଧରି। ତୋ ଶକ୍ତି ଗୁଣ କର୍ମ ବଳେ ଆସକ୍ତି ଗର୍ଭେ ଯେ ନିଶ୍ଚଳେ। ଆମୋଘ ବୀର୍ଯ୍ୟ ନାମ ଥୋଇ
ସୂର୍ଯ୍ୟ ସର୍ଜନା କରୁ ତୁହି ତୋହର ତହୁଁ ଆମ୍ଭେ ଜାତ ଶାନ୍ତି ପ୍ରମୁଖ ଜଗନ୍ନାଥ। ତ ଆଜ୍ଞା ଶିରେ ଘେନି ଭାବେ କହ କି କରି ବୁଟି ଏବେ ଆମ୍ଭଙ୍କୁ ଦିବ୍ୟ ଚକ୍ଷୁ ଦେଇ ତୋର ବ୍ୟାପାରେ ରଖ ନେଇ। ଏମନ୍ତ ଦେବଙ୍କ ବଚନ ଶୁଣି ସନ୍ତୋଷ ଭଗବାନ ସେ ହରି ଚରଣେ ବିଶ୍ୱାସ ଭଣଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ 82 ତୃତୀୟ ସ୍କନ୍ଧେ ବିଦୁର ମୈତ୍ରେୟ ସମ୍ବାଦେ ଏକାନ୍ତ ଭାବନା ନାମ ପଞ୍ଚମ ଅଧ୍ୟାୟ।